ବହୁଦିନ ତଳର କଥା। ଗୋଟିଏ ଛୋଟ ଗାଁରେ ରଘୁ ନାମକ ଜଣେ ଗରିବ ଧୀବରଟିଏ ରହୁଥିଲା। ଏତେ ବଡ଼ ଦୁନିଆରେ ରଘୁର କେହି ନଥିଲେ। ରଘୁ ଭାରି ନିରୀହ ଓ ପର ଉପକାରୀ ଥିଲା। ଗାଁଟା ଯାକର ଲୋକ ରଘୁକୁ ଭାରି ଭଲ ପାଉଥିଲେ। ରଘୁ ପ୍ରତିଦିନ ନଦୀକୁ ଯାଇ ତାର ଡଙ୍ଗାରେ ବସି ଜାଲ ପକାଇ ମାଛ ଧରେ। ନଦୀର ସୁଲୁସୁଲିଆ ପବନରେ ଅକାତ କାତ ପାଣିରେ ରଘୁ ଆହୁଲା ଚଲାଇ ଜାଲ ପକାଇ ମାଛ ଧରେ। ପ୍ରତ୍ୟେକ ଦିନ ପ୍ରଚୁର ପରିମାଣରେ ମାଛ ଧରେ ଏବଂ ମନ ଖୁସିରେ ମାଛ ସବୁକୁ ନେଇ ଗାଁରେ ବିକ୍ରି କରିଥାଏ। ମାଛ ଧରି ସାରି ରଘୁ ଯେମିତି ଗାଁରେ ପଶେ ଡାକ ଦିଏ, ମାଛ ନବ ହୋ ମାଛ, ତଟକା ତଟକା ମାଛ, ରୋହି, ଭାକୁର, ମିରିକାଳି କେତେ କ'ଣ ମାଛ। ରଘୁର ଡାକ ଶୁଣି ଗାଁ ଲୋକମାନେ ସବୁ ଏକାଠି ହୋଇଯାଆନ୍ତି ରଘୁ ପାଖରୁ ତଟକା ମାଛ ନେବା ପାଇଁ। ଗାଁ ଲୋକ, ଆରେ ରଘୁଆ, ସବୁଦିନେ ତ ଏଇପଳି ରଡ଼ି ଦେଇ ଡାକୁଛୁ, ଦେଖିଲା ବେଳକୁ ମାଛ ସବୁ ସରିଯାଉଛି, ଆମକୁ କିଛି ମିଳୁନି, ଆଜି ଦେଲୁ, ଜଲ୍ଦି ଜଲ୍ଦି ଭଲ ମାଛ ଦେ। ଏହା ଶୁଣି ରଘୁଆ, ହଁ ହଁ ଭାଇ କକାମାନେ, ମୁଁ ତମକୁ ମାଛ ଦେବି, ସମସ୍ତେ ଟିକେ ଶାନ୍ତିରେ ଛିଡ଼ା ହୁଅ। ମାଛ ବିକ୍ରିରୁ ଯାହା ଟଙ୍କା ମିଳେ ରଘୁ ସେଇଥିରେ ଚଳିଯାଏ। ଦିନକର କଥା, ସବୁଦିନ ପରି ରଘୁ ତା ନିଜ ଡଙ୍ଗାରେ ନଦୀରେ ବସି ଜାଲ ପକେଇ ମାଛ ଧରେ। ସେଦିନ ବି ଜାଲ ପକେଇ ମାଛ ଧରୁଥିବା ସମୟରେ ଜାଲକୁ ପାଣି ଉପରୁ ଟେକି ରଘୁ ଦେଖିବାକୁ ପାଇଲା କି ଜାଲରେ ମାଛ ବଦଳରେ ଗୋଟିଏ ସୁନ୍ଦର ସୁନା ହାରଟିଏ ଲାଗିଛି। ରଘୁ ଆଉ ଡେରି ନକରି ସେ ସୁନା ହାରକୁ ଧରି ସିଧା ଗାଁର ମୁଖିଆଙ୍କ ପାଖକୁ ଧାଇଁବାକୁ ଲାଗିଲା। ଶେଷରେ ରଘୁ ସୁନା ହାରକୁ ଆଣି ଗାଁ ମୁଖିଆଙ୍କ ପାଖରେ ପହଞ୍ଚି ସବୁ କଥା ମୁଖିଆଙ୍କୁ ଜଣାଇଲା। ଏହାପରେ ଗ୍ରାମର ମୁଖିଆ ଗ୍ରାମର ସମସ୍ତ ସଦସ୍ୟଙ୍କୁ ଗ୍ରାମ ସଭାକୁ ଡକାଇଲେ। ସେହି ସଭାରେ ଉପସ୍ଥିତ ଥିବା ଜଣେ ମାଉସୀ ସେହି ହାରକୁ ଦେଖି ତାଙ୍କ ହାର ବୋଲି ଜାଣିବାକୁ ପାଇଲେ। କିଛି ଦିନ ପୂର୍ବେ ତାଙ୍କ ଝିଅ ନଦୀକୁ ଗାଧୋଇ ଯାଇଥିଲା ବେଳେ ସେହି ହାରଟିକୁ ଅସାବଧାନତା ହେତୁ ନଦୀରେ ହଜାଇ ଦେଇଥିଲା। ଆଜି ସେହି ହାରଟି ରଘୁ ପାଇଁ ସେ ଫେରି ପାଇଲେ। ଏହା ଦେଖି ସବୁ ଗ୍ରାମବାସୀମାନେ ରଘୁକୁ ପ୍ରଶଂସା କଲେ ଏବଂ ସମ୍ମାନ କଲେ। ଏହି ଗପରୁ ଗୋଟିଏ କଥା ଶିଖିଲେ ସାଙ୍ଗମାନେ, ଅନ୍ୟର ଜିନିଷ ଦେଖି ତାକୁ ଲୋଭ ନ କରି ସଚୋଟ ପଣିଆ ଦେଖାଇବାକୁ ହିଁ ପ୍ରକୃତ ମାନବିକତା କୁହାଯାଏ।